ଆଚ୍ଛା ଆଉ ଲେଖିଲ 1010। 1010 1010 ଲେଖିଲ ତ? 1135 ଏଇଠି ଲେଖ 1135 1135। नमस्कार भाई और भौणी मैंने स्वागत कर मोर नुआ भिडियो को। तो टाइम हो गलानी संध्या 7टा आठ आम रूम पढ़ापढ़ी चलती। तो आप भावुथे पढ़ापढ़ी कहार चलती तो पढ़ापढ़ी छुआ मानकर चलती झीर पढ़ापढ़ी चलती झील सहित मार भी चलती। झील जाइए पास माँ बस पाठ पढ़ुची तो माँ को ता माँ आसले कौन ता गणित एत कमजोर जे ताको सेटा माने कौन कहबी 9th क्लास रे पाठ पढ़ुची देखो मत आसे चिमुड़ी दउची 9th क्लास पाठ पढ़ुची माने ताको यदि कहबी 100 रे केतना शून्य दियो से 100 रे 3टा शून्य दे दउची हैला आ 1000 रे केतना शून्य देले से 4टा हे जियो आउ ताको यदि बाइसा धर लिखी 101 लेख बोली सी कौन लिख 100 लिखिदेव तापर 1 101 एमती तार हिसाब। तो एबे कहीं देखा टे क्यों पाठ शिखिले तो मुझे पढ़ा देती पाखापाखि 10-15 दिन हो तो 1000 पर्यटन कंप्लीट करनी देखा कत पर्यटन लिखि सारी ना तो देखु 840 पर्यटन जा कौन शिखिल तो अरे गणित तो किसी नहीं बहुत सहज 1 ରୁ 10 पर्यटन जहाँ से आठू अधिक शिखा दरकार नहीं 1 ରୁ 10 शिखिज मैंने हो सब पाठ गणित पाठ कले 1 ରୁ 10 पर्यटन है ताठू अलग नुआ संख्या किसी न थाए सब 10 पुणी 1 आसो 1 1 11 1 2 12 एमती सब हुए है से दिन शिखुच कौन शिखिपार ना हाँ तो आपको टे पढ़ापढ़ी कराई दूसरी कारण टे धरले हाँ पढ़ाऊँच हाँ दिए पढ़ा स्टार्ट कर। अच्छा ये जो लिखल सब हो जाए तो पचारे कह तो मामा भी तर 1 2 तू कौ पन शिखिल तू कौ पन शिखिच 100 जाए तू हेले भी कौ पन शिखिल तो 220 ए भगवान मैंने कौन कह केमी कौन पठे मुझे काम को जाऊँ पुणी आस पाठ पढ़े पारि चेष्टा कर पढ़ाई हो कि असंभव नुह बी पॉजिटिव गला कौन है कौन 100 पर्यटन लिखिदेल ये 100 हो जाए ओके डाकिलु पूरा मुखस्थ हो जाए तो 1 2 3 4 5 6 7 तो सांग मैंने एवं नुह कि पढ़ा कंप्लीट होगा डाकुची से लिखि पार ठीक देखे मुझे 2-3टा डाक सारे ठीक तो लिखी दिखते 867 867 लेख मैंने एबे तो जो जी सब डाकिले के डाकिले 1 2 3 4 5 6 7 8 9 10टा संख्या डाकिली 10टा जाक संख्या ठीक अच्छे सागर हार्ड संख्या एवं डाकी दूसरी 5टा 4 अंक विशिष्ट संख्या डाकिबी 5टा देखिए केते ठीक लिखि पारछंती अवश्य से माने एबे शिखी ना किंतु जो पढ़ापढ़ी करल हुए तो शिखी थे कि मुझे डाक देखे कौन कर। अच्छा हाँ लिखिल 1010 1010 1010
1010 ଠିକ ଅଛି 1010 ନାଇଁ ଭଲ ଅଛି ଆଉ ମୁଁ କିଛି କହିବିନି ତମେ ଯାହା କହିବ ମୁଁ ଖାଲି ଏମିତି ପଚାରୁଥିଲି ଠିକ ଅଛି ନା ଭଲ ଅଛି ବୋଲି ତତେ କନଫିଡେନ୍ସ ଲାଗୁଛି ତ ତମକୁ କନଫିଡେନ୍ସ ଅଛି ତ ମୁଁ ଠିକ ଲେଖିଛି ବୋଲି ନାଇଁ ଆଚ୍ଛା ବାବା ହଁ ମୁଁ କୋଉଠି ନାଚୁଥିଲି ହାର ପାଟି ଖାଆନ୍ତି ଏବେ କନଫିଡେନ୍ସ ଅଛି ତ 1010 କନଫର୍ମ ବୋଲି କନଫର୍ମ କନଫିଡେନ୍ସ ଅଛି 100ରୁ 100 ତ ଠିକ ଲେଖିଛ ବୋଲି ଠିକ ଅଛି ତ ସାଙ୍ଗମାନେ କନଫିଡେନ୍ସ ଅଛି ବୋଲି କହୁଛନ୍ତି 110 ଯୋଉଟା ଲେଖିଛନ୍ତି 1010 ଯୋଉଟା ଲେଖିଛନ୍ତି କନଫିଡେନ୍ସ ଅଛି ବୋଲି କହୁଛନ୍ତି ଅଲରେଡି କଣ କନଫିଡେନ୍ସ ଅଛି ବୋଲି କହିଲ ପୁଣି ଲିଭେଇ ଦେଲ କାଟିଦେଲ କଣ ପାଇଁ କଣ ହେଲା ନାଇଁ ମାନେ କଣ ଲେଖୁନୁ ତାହେଲେ ତ ସାଙ୍ଗମାନେ ଆଉ ଥରେ ଲେଖୁଛନ୍ତି ଦେଖନ୍ତୁ हजार दस लिखिल तो एबे कन्फर्म तो पूरा कन्फर्म ନା पूरा कन्फर्म नुह आ तो कन्फर्म नहीं कन्फर्म कर लिखुन 1010 अरे 1010 बहुत इजी हाथ कौन लिखुच तो सांग मैंने एत कष्ट कलानी कहीदे ମୁଁ ତମକୁ ଫାଷ୍ଟରୁ କହିଲି 4 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖିବ ବୋଲି 4 ଅଙ୍କ ବିଶିଷ୍ଟ ସଂଖ୍ୟା ତମେ ଏଠି କେତେଟା ସଂଖ୍ୟା ଲେଖିଛ କୁହ 1 2 3 4 5 6ଟା 6 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖିଲାଣି 4 ଅଙ୍କ ନା 4 ଅଙ୍କ ବିଶିଷ୍ଟ 1010ଟା ହଉଛି 4 ଅଙ୍କ ବିଶିଷ୍ଟ ସଂଖ୍ୟା ଏବେ କନଫର୍ମ ତ ପୁରା କନଫର୍ମ କଣ କଲ ସେଠି କଣ ଗୋଟେ କମା ଦେଇଦେଲ ସେଠୁ ଆଉ ଗୋଟେ ଦିଆ ହୁଏ ଆଚ୍ଛା ମଝିରେ କାହିଁକି ଦେଲ ପଢିବାକୁ ସହଜ ହବ ବୋଲି ନା କଣ ତ ସାଙ୍ଗମାନେ ଦେଖୁଛନ୍ତି ତ ଗଣିତରେ କେତେ ପୁରା ପିଜି କରିଛନ୍ତି ହଉ ମୁଁ କହିଦଉଛି ତ ସାଙ୍ଗମାନେ ଏମିତି ଭାବନ୍ତି ମତେ ବେଶୀ ଜଣା ବୋଲି ମତେ ବି ଅଳ୍ପ ବହୁତ ଜଣା କିନ୍ତୁ ଏତେ କମଜୋର ନୁହଁ 1-2ରେ ଫେଲ ହେଇଯିବି ସେତିକି ମୁଁ ପାଠ ତ ଶିଖିଛି ନିହାତି ଅବଶ୍ୟ ବେଶୀ ଶିଖିନି କିନ୍ତୁ 1-2 ତ ମୁଁ ଜାଣିଛି ଯାହା ମାନେ 1-2ରେ ମିଶାଣ ଫେଣାଣ ତ ମୁଁ କରିପାରିବି ମିଶାଣ ଫେଣାଣ ହରଣ କଣ ଏତିକି ତ ମୁଁ ଶିଖିଛି ନହେଲେ ଆପଣ ଭାବୁ ତ ମୁଁ ବେଶୀ ଜାଣିଛି ମୁଁ ଟୋଟାଲ ଆକ୍ଚୁଆଲି ବେଶୀ କିଛି ଜାଣିନି ମିଶାଣ ଫେଣାଣ ଗୁଣ ହରଣ ମାର୍କେଟ ହିସାବ କିସବ କରିପାରିବି ଏତିକି ମୁଁ ଜାଣିଛି ଦେଖ ଫାଷ୍ଟ କହିଲି 4 ଅଙ୍କ ବିଶିଷ୍ଟ ସଂଖ୍ୟା ଏଠି ତ ଲେଖିଥିଲ 4 ଅଙ୍କ ବିଶିଷ୍ଟ ସଂଖ୍ୟା 10 ଏଠି ତ ଠିକ ଥିଲା ଆଉ ଏଠି କାହିଁ କାଟିଦେଲ ତାହେଲେ କାଟିଲ କାହିଁକି ଡାଉଟ ଲାଗୁଛି ଏଇଠି ତ ଲେଖିଲ 1010 ମଝିରେ କାହିଁ କମା ଦେଲ କମା ଯଦି ଦେବାର ଥିଲା ପେନଟା ଦିଅ ଆରେ କମା ଯଦି ଦେବାର ଥିଲା ତମେ ଏଇଠି ଦେଇଥାନ୍ତ ଏଇଠି ଏକ ଆଗରେ କି ଏମିତି ମଝିରେ କାହିଁ ଦିଅନ୍ତେ ଏଇଠି ଦେଲେ ପଢିବାକୁ ସୁବିଧା ହବ 1000 ଆମ ଧର ଲେଖୁଛି 15,000 କମାଟା କୋଉଠି ଦେଲେ ସୁବିଧା ହବ ଚିହ୍ନିବା ପାଇଁ 15,000 କହୁଛୁ ମାନେ ଏଇଠୁ ଏମିତି କମାଟା ଦେଲେ ପଢିବାକୁ ସୁବିଧା ହୁଏ ସେଇଥିପାଇଁ କମା ଦିଅନ୍ତି କାଲିଠୁ ଠିକ ହବ ତ
ଭୁଲ ହବନି ତ 1010 ଡାକିଲେ ଆଉ ଗୋଟେ ସଂଖ୍ୟା ଡାକୁଛି ଲେଖିଲ 1135 ଏଇଠି ଲେଖ 1135 1135 ଦେଖ ସାଙ୍ଗମାନେ ଏମିତି ସବୁ ହିସାବ କରୁଛନ୍ତି କ'ଣ କହିବେ କେବେ ତାଙ୍କୁ ବୁଝେଇବି ମୁଁ ଆକ୍ଚୁଆଲି ବାରମ୍ବାର ମାନେ ଏବେ ତ ଭିଡ଼ିଓ ଖାଲି ବନଉଛି ନହେଲେ ଆଗରୁ କେତେ ଥର ବୁଝେଇଛି ସେମିତି ଭୁଲ କରି ଯାଉଛନ୍ତି କ'ଣ କହିବି ଆରେ ତମେ କହିଲି ସେତେବେଳେ ତମକୁ କହିଲିନି କ'ଣ କହିଲି ମୁଁ କହିଲି 4 ଅଙ୍କ ବିଶିଷ୍ଟ ସଂଖ୍ୟା ଡାକୁଛି ଏଇଟା କେତେଟା ସଂଖ୍ୟା ହେଲାଣି ର ଲେଖେ ନା କ'ଣ 5 ଅଙ୍କ 1 2 3 4 5 ଅଙ୍କ ବିଶିଷ୍ଟ ସଂଖ୍ୟା ହେଲାଣି ହଜାର ଯେତିକି ସବୁ ସଂଖ୍ୟା ସବୁ 4 ଅଙ୍କ ବିଶିଷ୍ଟ ସଂଖ୍ୟା 1000 କହିଲେ ମାନେ 4 ଅଙ୍କ ବିଶିଷ୍ଟ ସଂଖ୍ୟା ଠିକ କରି ଲେଖ ଏବେ ଠିକ ହେଲା ଆଉ ଭୁଲ ହବନି ତ ଦେଖି ଏପଟେ ଜଣେ ଆଉ ଭୁଲ ହବନି ତ କ'ଣ କରିବା ଭଲ ପାଇକି ତ ଆଣିଛି ଆଉ ଛାଡ଼ ଆମ ଷ୍ଟୋରି ଦିନେ ମୁଁ ଆପଣମାନଙ୍କୁ କହିବି କ'ଣ କେମିତି ସବୁ ହେଲା ଠିକ ଅଛି ଆଉ ତ ହଉ ପଢ଼ାପଢ଼ି ବନ୍ଦ କର ହେଲା ତ ମୁଁ ଏବେ ଯାଉଛି ଚିକେନଟା ନେଇକି ଆସିବି ଚିକେନ କଲଟା ନେଇକି ଆସିବି ରାତି ପାଇଁ ଆଉ ଛୋଟ ମୋଟ ଜିନିଷ ତମେ ଯିବ ହଉ ଠିକ ଅଛି ତ ଆମେ 2 ଜଣ ଯାଉଛୁ ବାପା ଝିଅ ମିଶିକିରି ଆଉ ଏଇଠି ପଇସା ତ ଆମେ ଯାଉଛୁ ମାର୍କେଟରୁ ଚିକେନ ଆସିବ ପିଆଜ ଆସିବ ପିଆଜ ଅଛି ଆଳୁ ଆସିବ ଆଉ କଞ୍ଚା ଲଙ୍କା ଆସିବ ଆଉ କ'ଣ ଆସିବ ରସୁଣ ଆସିବ ଅଦା ରସୁଣ ଆସିବ ବାସ୍ ହଉ ତ ସାଙ୍ଗମାନେ ଆଜିର ବ୍ଲଗ୍ଟାକୁ ଏଇଠି ଏଣ୍ଡ କରିଛି ଦେଖା ହବା ପୁଣି ଥରେ ନୂଆ ସକାଳରେ ନୂଆ ଭିଡ଼ିଓରେ ଜୟ ହିନ୍ଦ ଜୟ ଭାରତ।